ଶ୍ରାବଣର ଆରମ୍ଭ ହେବାକୁ ଯାଉଛି। ଆଜି ଏକ ପବିତ୍ର ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା। ବର୍ତ୍ତମାନ ପୂର୍ବ ସମୟରେ ଯେତେବେଳେ ଆମର ଋଷି ଆଶ୍ରମରେ ଛାତ୍ରମାନେ ରହିକରି ବିଦ୍ୟାଧ୍ୟୟନ କରୁଥିଲେ, ସେ ସମୟରୁ ଏ ପ୍ରଥା ଚାଲି ରହିଅଛି। ଗୁରୁ ପୂର୍ଣ୍ଣିମା ସେହି ଦିନଠାରୁ ବର୍ତ୍ତମାନ ଚାଲୁ ହିଁ ରହିଅଛି। ବର୍ତ୍ତମାନ ଆଜି ଦିନରେ ଭାରତବର୍ଷର ବିଶିଷ୍ଟ ଶ୍ରେଷ୍ଠ ଉପରାଷ୍ଟ୍ରପତି ଶ୍ରୀମାନ ରାଧାକୃଷ୍ଣନଙ୍କର ଜନ୍ମଦିନ। ସେ ଏକ ବିଚକ୍ଷଣ ଶିକ୍ଷାବିତ୍, ତେଣୁ ତାଙ୍କୁ ଆଜି ମଧ୍ୟ ରାଧାକୃଷ୍ଣନଙ୍କର ଜନ୍ମତିଥି ତାଙ୍କୁ ପୂଜା କରାଯାଉଥିଲା। ସେହି ଅବସରରେ ପୂର୍ବର ପରମ୍ପରା ରକ୍ଷା କରିକି ବର୍ତ୍ତମାନ ସୁଦ୍ଧା ଗୁରୁ ପୂର୍ଣ୍ଣିମା ପ୍ରତ୍ୟେକ ସ୍କୁଲ କଲେଜ ମାନଙ୍କରେ, ସବୁ ଛୋଟ ଛୋଟ ସ୍କୁଲ ମାନଙ୍କରେ, ବିଦ୍ୟାଳୟରେ ପୂଜା ଛାତ୍ରମାନେ ଛାତ୍ରୀମାନେ ଗୁରୁମାନଙ୍କୁ ପୂଜା କରୁଛନ୍ତି। ସେହି ଅବସରରେ ମୋର ସ୍ନେହ ଶ୍ରଦ୍ଧାର ଛାତ୍ର ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ, ଯିଏକି ଆଜିର ବିଧାୟକ, ଖଲିକୋଟ ବିଧାୟକ, ସେ ନିଜେ ମନସ୍ଥ କରିଛନ୍ତି ଯେ ମୋର ଗୁରୁକୁ ଆଜି ମୁଁ ପୂଜା କରିବି। ତେଣୁକରି ତାଙ୍କର ସେ ଯେଉଁ ଆତ୍ମାର ଅଭିଳାଷ ଥିଲା, ସେ ଆଜି ପୂର୍ଣ୍ଣ କରିବାକୁ ମୋର ନିକଟକୁ ଆସିଛନ୍ତି ଗୁରୁ ବୋଲି। ସେ କେତେ ବଡ଼ ହେଲେ ମଧ୍ୟ ମୁଁ ତାଙ୍କ ଆଗରେ ବଡ଼ ବୋଲି ସେ ନିଜେ ବିବେଚନା କରୁଛନ୍ତି। ସେ ଆଜି MLA ମନ୍ତ୍ରୀ ହେବାକୁ ଯାଉଛନ୍ତି, ତଥାପି ମୁଁ ଜଣେ ସାଧାରଣ ଶିକ୍ଷକ ହେଲେ ମଧ୍ୟ ସେ ଭାବୁନାହାନ୍ତି ଯେ ମୁଁ ବଡ଼। ସେ ସବୁବେଳେ ମୋତେ ପ୍ରଣାମ କରିକି, ମୁଁ ଆପଣଙ୍କ ଠାରୁ ଅତି ଛୋଟ, ମୁଁ ଆପଣଙ୍କର ପୁଅ, ମୁଁ ଆପଣଙ୍କର ଶିଷ୍ୟ, ଏହି ମନୋଭାବ ନେଇକି ସେ ଆଜି ପର୍ଯ୍ୟନ୍ତ ମୋ ସହିତ ସମ୍ପର୍କ ରଖିଛନ୍ତି, ସ୍ନେହ ରଖିଛନ୍ତି, ଶ୍ରଦ୍ଧା ରଖିଛନ୍ତି, ମାନ୍ୟତା ରଖିଛନ୍ତି। ତେଣୁକରି ଆଜି ଏକ ପବିତ୍ର ଦିନରେ ମୋର ଏଇ ଘରେ ସମସ୍ତେ, ମୋର ପ୍ରିୟ ବନ୍ଧୁ, ପ୍ରିୟ ଛାତ୍ର, ସମସ୍ତଙ୍କର ପଦରୋଜି ଆଜି ଘର ଭିତରେ ମୋର ପଡ଼ିଛି। ତେଣୁକରି ମୁଁ ଆଜି ଧନ୍ୟ ହେଉଛି। ମୁଁ ବି ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଭଗବାନ କରନ୍ତୁ ସମସ୍ତେ ସମାଜର ଏଇ ଯେଉଁ ବିଶୃଙ୍ଖଳିତ ଚାଲିଛି ସମାଜ, ତାର କେମିତି ଶୃଙ୍ଖଳିତ ହେବ, ସମାଜ କେମିତି ଠିକ୍ ଭାବରେ ଚାଲିବ, କୌଣସି ପ୍ରକାର ଦ୍ୱେଷ, ରାଗ, ହିଂସା ତ୍ୟାଗ କରିକିରି ଯେମିତି ଦେଶ ପାଇଁ, ଗାଁ ପାଇଁ, ଗଣ୍ଡା ପାଇଁ ସମସ୍ତେ ଆମେ ପ୍ରାଣବଳି ଦେଇକରି ଲାଗିବା, ଉନ୍ନତି କରିବା, ଦୁଃଖୀ ରଙ୍କି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା। କୌଣସି ପ୍ରକାର ଗାଁ ଗହଳିର ଯେଉଁ ଉନ୍ନତି ଅଭିଯୋଗ MLAଙ୍କୁ ଆସୁଛି, ସେ କେମିତି ଶାନ୍ତ ଭାବରେ, ଧୀରସ୍ଥିର ଭାବରେ ମନକୁ ନେଇକରି ସମସ୍ତଙ୍କ କଥା ବିରକ୍ତ ନ ହୋଇକରି ସମସ୍ତଙ୍କ ପାଇଁ ସମୟ ଦେଇକରି ସେ କେମିତି ସୁଚାରୁ ରୂପେ ଏହାର ବିଚାର କରିପାରିବେ, ତାହା ହେଲା ମୋର ଉଦ୍ଦେଶ୍ୟ ଏବଂ ମୋର ଉପଦେଶ ମଧ୍ୟ। ଯେ ସମସ୍ତଙ୍କୁ ସେ କେମିତି ଶ୍ରଦ୍ଧାର ସହିତ, ଯେଉଁମାନେ ଆସୁଛନ୍ତି ପାଖକୁ, ସେମାନେ ଯେଉଁ ମନ ନେଇକି ଆଗ୍ରହ ନେଇକରି ଆସିଛନ୍ତି, ସେ ଆଗ୍ରହ ନେଇକରି ଏକା ଫେରିବେ। କୌଣସି ଲୋକ ବିତୃଷ୍ଣା ବା ରାଗ ହିଂସା ରଖିକି ଫେରିବେ ନାହିଁ। ଏହି ମନୋଭାବ ରଖିକରି ଯଦି ଆପଣ କାର୍ଯ୍ୟ କରିବେ, ତାହେଲେ ଆପଣଙ୍କ ନିଶ୍ଚୟ ଭବିଷ୍ୟତ ଉନ୍ନତି ହେବ। ସମସ୍ତେ ଆପଣଙ୍କୁ ଶ୍ରଦ୍ଧା ସ୍ନେହ ସମସ୍ତେ କହିବେ ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ ଅତି ଉତ୍ତମ ଲୋକ, ସେ ଜଣେ ବିଧାୟକ ହେବା ପାଇଁ ଉପଯୁକ୍ତ। ଆମର ଗୁହାରି ଶୁଣୁଛନ୍ତି, ଆମର ସେବା କରୁଛନ୍ତି, ଗାଁ ଗହଳିରେ ଆସିକରି ଆମର ସେବା ଶୁଣି କେଉଁଠି କ'ଣ ଦରକାର ପଡ଼ିଛି ସମସ୍ତଙ୍କ କଥା ଶୁଣୁଛନ୍ତି। ହେଇପାରେ ନ ହେଇପାରେ, ସମସ୍ତେ ତ ସିଏ ତ ଦେବତା ନୁହନ୍ତି, ସବୁ କଥା କରିଦେବେ, ଭଗବାନ ନୁହନ୍ତି ସିଏ, କିନ୍ତୁ କାହାରି ମନରେ କଷ୍ଟ କେବେ ଦେବେ ନାହିଁ। ଏଇ ହେଲା ମୋର ପ୍ରଥମ ଉପଦେଶ। ଯେ ଯେଉଁ ମନ ନେଇକରି ଲୋକ ଆସିଛନ୍ତି କିଛି ଆଶା ନେଇକରି, ସେ ଆଶା ପୂର୍ଣ୍ଣ ନ ହୋଇପାରେ, କିନ୍ତୁ ତାଙ୍କୁ ଆଶ୍ୱାସନା ଦେଇକରି ଆମେ ଛାଡ଼ିବାକୁ ପଡ଼ିବ। କୌଣସି ପ୍ରକାର ତାଙ୍କୁ ମନ ଭିତରେ କଷ୍ଟ ନ ଆସିଲା ଭଳିଆ ବ୍ୟବହାର କଲେ ମୁଁ ବଡ଼ ଉପକୃତ ହେବି। ଆଜି ଏକ ପବିତ୍ର ଦିନ, ଗୁରୁ ପୂର୍ଣ୍ଣିମା, ଯେଉଁ ଦିନ କି ଗୁରୁମାନଙ୍କୁ ଶିଷ୍ୟମାନେ ଆସି ତାଙ୍କୁ ପୂଜା କରି ତାଙ୍କର ଆଶୀଷ ନେଇ ଯାଆନ୍ତି।
ଆଉ ଯେହେତୁ ମୁଁ ଜଣେ ଛାତ୍ର ମୋର ଅତି ପ୍ରିୟ ଗୁରୁ ସେଥିପାଇଁ ମୁଁ ମନସ୍ଥ କଲି ମୁଁ ସାର୍ଙ୍କୁ ଯାଇକରି ଆଜି ପୂଜା କରିବି ଏବଂ ଆଶୀର୍ବାଦ ନେଇବି। ମୁଁ ଆସି ପୂଜା ସରିଲା ପରେ ମୋତେ ସେ ଆଶୀର୍ବାଦ ଦେଇଛନ୍ତି ଏକ ସୁନ୍ଦର ଆଶୀର୍ବାଦ ଯେ ତମେ ଯେଉଁ କର୍ମକ୍ଷେତ୍ରରେ ଅଛ ଲୋକମାନଙ୍କର ଯେମିତି ଉପକାରରେ ଆସିବ ସବୁବେଳେ ଲୋକଙ୍କ ସାଥିରେ ରହିବ ଲୋକଙ୍କର କାମ କରିବ ଏବଂ ଲୋକମାନଙ୍କର ଯେମିତି ମଙ୍ଗଳ ହେବ ସେତିକି କରିବା ପାଇଁ ମୁଁ ଆଶୀର୍ବାଦ ଦେଉଛି। ମୋତେ ବହୁତ ଭଲ ଲାଗିଲା ଆଉ ଆଜି ଦିନଟି ପବିତ୍ର ଦିନ ଆସିବା ପରେ ମୋ ମନ ଭାରି ଖୁସି ଯେ ମୋର ଗୁରୁଙ୍କୁ ଆସି ମୁଁ ଆଶୀର୍ବାଦ ଭିକ୍ଷା କରି ମୁଁ ବର୍ତ୍ତମାନ ଘରକୁ